ନିଜର ସମସ୍ୟା ବିଷୟରେ ସମସ୍ତଙ୍କୁ କୁହ ନାହିଁ। ଏପରି କରିବା ଦ୍ୱାରା ତୁମକୁ ବେଶୀ ଅସୁବିଧା ହୋଇପାରେ। ତୁମେ ବେଶୀ କଷ୍ଟ ପାଇପାର। ମୁଁ ଜାଣିଛି ତୁମେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛ, କିନ୍ତୁ ଯେତେ ସମ୍ଭବ ତୁମର ସମସ୍ୟା ବିଷୟରେ କାହାକୁ କୁହ ନାହିଁ। ନିଜ ସମସ୍ୟାକୁ ନିଜେ ବୁଝିବାକୁ ଚେଷ୍ଟା କର। ତା ସହିତ ମୁଁ ତ ଅଛି, ତେଣୁ ଚିନ୍ତା କାହିଁକି? ଆଜି ମୁଁ ତୁମ ପାଖରେ ଏକ ପ୍ରତିଜ୍ଞା କରୁଛି। ମୁଁ ତୁମ ସହିତ ସର୍ବଦା ଅଛି। ମୁଁ ତୁମକୁ ସମ୍ଭାଳୁଛି, ତୁମର ଯତ୍ନ ନେଉଛି ଏବଂ ସର୍ବଦା ସମ୍ଭାଳି ନେବି, ଯତ୍ନ ମଧ୍ୟ ନେବି। ଏହା ତୁମ ପାଇଁ ମୋର ପ୍ରତିଜ୍ଞା। ମନେ ରଖ, କେବେ ବି ଭୁଲ ନାହିଁ। ଯଦି କୌଣସି ଭୁଲ ହେଉଛି, କିଛି କଥା ନାହିଁ, କିନ୍ତୁ ତୁମେ ଯଦି ସେହି ଭୁଲରୁ କିଛି ଶିକ୍ଷା କରି ନିଜକୁ ସୁଧାରୁଛ, ଉନ୍ନତ କରୁଛ, ତାହେଲେ ସେ ଭୁଲ ପାଇଁ କୌଣସି ଫରକ ପଡ଼େ ନାହିଁ କି ମୋତେ ତୁମର ଭୁଲ ପାଇଁ କୌଣସି ଅସୁବିଧା ହୁଏ ନାହିଁ। ଆଜି ମୋର କିଛି ପିଲାଙ୍କ ପାଇଁ ଏକ ଜରୁରୀ ବାର୍ତ୍ତା ଦେଉଛି। ଧ୍ୟାନ ଦେଇ ଶୁଣ ଏବଂ କାମରେ ଲଗାଅ। ଆଜିକାଲି ମୁଁ ଦେଖୁଛି କିଛି ଲୋକଙ୍କ ସାମ୍ନାରେ ନିଜକୁ ଉଞ୍ଚା ଦେଖାଇବାକୁ ଯାଇ ନିଜକୁ ପ୍ରମାଣିତ କରିବା ପାଇଁ ନିଜର ମାତା ପିତାଙ୍କର ଅପମାନ କରୁଛ, ନୀଚ ଦେଖାଉଛ। ମୁଁ ଆଜି ମୋର ସେହି ପିଲାମାନଙ୍କୁ ହାତ ଯୋଡ଼ି କହୁଛି, ଅନୁରୋଧ କରୁଛି, ନିଜର ମାତା ପିତାଙ୍କର ଅପମାନ କର ନାହିଁ କି ନୀଚ ଦେଖାଅ ନାହିଁ। ସେମାନଙ୍କୁ ହତାଶ କର ନାହିଁ। ତୁମେ ଯେଉଁମାନଙ୍କୁ ତୁମେ ତୁମର ସାମର୍ଥ୍ୟ ଦେଖାଇବା ପାଇଁ ଏସବୁ କରୁଛ, ସେମାନେ ପିଲାଦିନରୁ ତୁମ ସହିତ ନଥିଲେ। ତୁମର ମାତା ପିତା ହିଁ ନିଜର ଦିନ ରାତିକୁ ସମାନ କରି, ଝାଳ ଲୁହକୁ ଏକ କରି, ନିଜର ଝାଳ ଭୁଆ ଧନରେ ତୁମକୁ ଏତେ ବଡ଼ କରିଛନ୍ତି। ତେଣୁ ସେମାନଙ୍କୁ ଭଲ ପାଇବା ଏବଂ ସମ୍ମାନ ଦିଅ, ଉଭୟ ବ୍ୟକ୍ତିଗତ ଏବଂ ସମସ୍ତଙ୍କ ସାମ୍ନାରେ। ଖୁବ୍ ଶୀଘ୍ର ତୁମକୁ ଏକ ଗ୍ରନ୍ଥ ମିଳିବ ଏବଂ ମୁଁ ଚାହେଁକି ତୁମେ ତାହାକୁ ପଢ଼। ତାହା ତୁମକୁ ଏକ ଭଲ ମଣିଷ ହେବା ପାଇଁ ସାହାଯ୍ୟ କରିବ। ଆରେ ହଁ, ଏହା ଭାବ ନାହିଁ ଯେ ବାବା ଆପଣ ସମସ୍ତଙ୍କ ମନୋକାମନା ପୂରଣ କରୁଛନ୍ତି, କେବଳ ମୋତେ ଛାଡ଼ିକି। ମୋ ପାଇଁ ମୋର ସମସ୍ତ ପିଲା ଏକ ସମାନ ଅଟନ୍ତି ଏବଂ ତୁମେ ବି ମୋର ପ୍ରିୟ ଅଟ। ତୁମେ ବାସ୍ କେବଳ ତୁମର ଆଶୀର୍ବାଦ ଆଡ଼କୁ ଧ୍ୟାନ ଦିଅ ଏବଂ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କର। ସମସ୍ତଙ୍କ ମଙ୍ଗଳ ପାଇଁ ଚିନ୍ତା କର, ତୁମର ମଧ୍ୟ ଭଲ ହେବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।